ମୋ ନାଁ ମଣ୍ଟୁନାଥ। ଏ ଗାଁରେ ଯେଉଁ ହାତୀ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି, କେମିତି କ'ଣ କାଲି କେମିତି ଥିଲେ ସେ କେମିତି କେଉଁଠୁ ଥିଲେ କେମିତି କ'ଣ? ଆଜ୍ଞା ଆମର ହେଉଛି ଏଇଟା ଆମ ନାଁ ବଗୁରାମୁଣ୍ଡ ସାହିର ସେ ଆମର କାଲି ସକାଳ ଦିବା 7ଟା 30 ମିନିଟରେ ସେ ହାତୀ ଆସିକି ଆମର ସେପଟ ଏଇ ଗାଁ ଭିତରେ ଥିଲା ଗୋଟେ ହାତୀ ସିଙ୍ଗଲ ହାତୀ ଗୋଟେ ଥିଲା। ସେ ହାତୀ ଆସିକି ଲୋକମାନଙ୍କୁ ବି ସେପଟେ ହାତୀ ଆମର ବିଲ ପାଖରେ ସେ ଥିଲା। ସେ ଗୋଟେ ଲୋକ ସେଆଡୁ ନଖି ଦେହରି ବୋଲି ଜଣେ ଆସୁଥିଲେ। ହାତୀ ବହୁତ ହଇରାଣ କଲା ପରେ ଆମ ଗ୍ରାମବାସୀ ସବୁ ବହୁତ ଭୟର ବାତାବରଣ ସୃଷ୍ଟି ହେଇଥିଲା। କିନ୍ତୁ ସେ ନଖି ଦେହରିକି ଆମେ ଡାକିବାରୁ ସେ ତୁରନ୍ତ ଦୌଡ଼ି ଆସି ନ ପାରିବାରୁ ହାତୀ ଶୁଣ୍ଢରେ ତାର ଟେକିକି କଚାଡ଼ି ଦେଲା। ତା ସହିତ ମାରି ଦେଇଥାନ୍ତା ହାତୀ ତାକୁ କିନ୍ତୁ ଯାହା ସତ୍ତ୍ୱେ କିନ୍ତୁ ବିଲ ଭିତରେ ଖସି ପଡିଥିବାରୁ ହାତୀଟି ଦୃଶ୍ୟମାନ ହେଇପାରୁନଥିଲା ମଣିଷ ନଖି ଦେହରେ ଦୃଶ୍ୟମାନ ହେଇପାରୁନଥିଲା। ହାତୀଟି ଛାଡି ଆସି ଲୋକମାନଙ୍କୁ ପୁଣି ବହୁତ ଆକ୍ରମଣ କରିଥିଲା ହାତୀ। ତା ଆଗରୁ ସତ୍ତ୍ୱେ କେବେ ଏମିତି ଘଟିଥିଲା କି? ଆଗରୁ ଆଜ୍ଞା ହେଲାଣି 2-3 ଥର ବି ଏମିତି ହେଇଗଲାଣି। ବାକି ବହୁତ ଆମେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହଉଛୁ। ଆଉ ଲାଇଟ ର ସୁବିଧା କିଛି ନାହିଁ ଏଠି ଆପଣ ଯାହା ଫରେଷ୍ଟ ମାନଙ୍କୁ ପ୍ରକାର ଫୋନ କଲେ ବି ଠିକ ରେ ବି କିଛି ଆମକୁ ସାହାଯ୍ୟ ବି କରିପାରୁନାହାନ୍ତି ଲୋକମାନେ ଡ୍ୟୁଟି ଯିବା ଆସିବା କରୁଛନ୍ତି ପ୍ଲାଣ୍ଟକୁ। ବହୁତ ହଇରାଣର ସମ୍ମୁଖୀନ ହଉଛନ୍ତି ଆପଣଙ୍କୁ ବହୁତ ଆସି ଅସୁବିଧା। ଅଭିଯୋଗ କରୁଥିଲେ? ଆଜ୍ଞା ଅଭିଯୋଗ ତ ବାରମ୍ବାର ଲୋକ ଫୋନ କରୁଛନ୍ତି ସବୁବେଳେ ବି ବହୁତ କିଛି ହଇରାଣ ହଉଛନ୍ତି ଲୋକେ। ଯାହା ଫଳରେ କି ଆମେ ଆଉ ଜଣକୁ ବି ସନ୍ଧ୍ୟାରେ ମାରିଥିଲା ହାତୀ ଆମର ସେଇ ଘୁଡୁଗୁଡା ସାହି ପାଖରେ ଜଣେ ଲେଡିଜଙ୍କୁ ତାଙ୍କର ପୁରା ହାତ ଗୋଡ ସବୁ ଭାଙ୍ଗି ଯିବାରୁ ସେ ଏବେ ହସ୍ପିଟାଲ ରେ ପଡିକି ଚିକିତ୍ସିତ ହେଉଛନ୍ତି। ଜଣଙ୍କର ଘର ବି ଭାଙ୍ଗିଲା ତା ସତ୍ତ୍ୱେ ବି କିଛି ବି ନାହିଁ ବହୁତ ନଷ୍ଟ ହଉଛି ସବୁ ଜିନିଷ ପତ୍ର ହାତୀ ବହୁତ ହଇରାଣ କରୁଛି। ତେଣୁ କଣ କରିବି ଏଇଭଳିଆ ସମ୍ମୁଖୀନ ହେବାରେ ଆମର ଲାଇଟ୍ ବି ନାହିଁ କିଛି ନାହିଁ ଯେତେ ସତ୍ତ୍ୱେ ସରକାରଙ୍କୁ କଣ ଅଭିଯୋଗ? ସରକାରଙ୍କୁ ତ ଅଭିଯୋଗ କରୁଛୁ ସେ ଲୋକଙ୍କୁ କିଛି ତାର ଆପଣ ତାଙ୍କୁ କିଛି ସାହାଯ୍ୟ କଲେ ସେ କିଛି ଉପକୃତ ହେବ ଆଉ ଗରିବ ଲୋକ ସମସ୍ତେ ହଇରାଣ ହଉଛନ୍ତି ବାରମ୍ବାର ସବୁ ଲୋକ ହଇରାଣ ହଉଛନ୍ତି ଏତିକି ଜି ତ ଲାଇଟ ର ସୁବିଧା ନାହିଁ। ଫରେଷ୍ଟର ମାନ ରହିବା ଦରକାର ସବୁବେଳେ। ଏସବୁ ଜିନିଷର ନାହିଁ ନଥିବା ଅସୁବିଧା ଆମେ ସମ୍ମୁଖୀନ ହେଉଛୁ ତେଣୁ ଏତିକି କହିବାରୁ ଆପଣଙ୍କ ନାଁ? ଅରୁଣ କୁମାର ସାହୁ। ଆପଣଙ୍କ ଗାଁ ନା କଣ? ଗ୍ରାମ ଆମନା ଆମର ଇଏ ସଞ୍ଜପଡା ପଞ୍ଚାୟତ ସବ୍ ଡିଭିଜନ ହିନ୍ଦୋଳ ଜିଲ୍ଲା ଢେଙ୍କାନାଳ। କଣ ଅସୁବିଧା ହେଇଛି ଆପଣଙ୍କ ଗାଁରେ? ଆମର ଏଇ ଯେ ବନ ବିଭାଗ କୌଣସି ଆମର ପଦକ୍ଷେପ ନେଉନାହାନ୍ତି ହାତୀ ଉପଦ୍ରବ ଆଜିକି 2 ବର୍ଷ ହେଲାଣି ଏଠି ଚାଲିଛି। ଆମର ଏଠି ଘର ଭଙ୍ଗା ବି ବହୁତ ହେଇଛି ହାତୀଙ୍କ ଉପଦ୍ରବରେ। ଆଉ ଗଗନ ସାହୁ ଜଣେ ତାଙ୍କ ଘର ବି ଭଙ୍ଗା ତାଙ୍କୁ କୌଣସି ଆର୍ଥିକ ସହାୟତା ମିଳିନାହିଁ। ଆଜି ଏଇ ଗଲା କାଲି ଆମର ଇଏ ଲକ୍ଷ୍ମୀଧର ଦେହୁରୀ ପ୍ଲସ ଇଏ ଗୁଡୁଗୁଡା ସାହିର ଆମର ଗୀତାଞ୍ଜଳି ସାହୁ ଏଇ 2 ଜଣ ଯାକ ହାତୀ ବର୍ତ୍ତମାନ ମାରିକିରି ତାଙ୍କର ଜୀବନ ସଙ୍କଟାପନ୍ନ। ଆଉ ଆଉ ଆମର ଏଠି ଯୋଉ ଇଏ ଫରେଷ୍ଟ ଡିପାର୍ଟମେଣ୍ଟ ବାଲା ଆସି ତାଙ୍କର ଟିହଲ ମାରୁଛନ୍ତି କିନ୍ତୁ କାହା କାମରେ ନାହିଁ ସେ ଆସିକିରି ତାଙ୍କର ଗୋଟେ ଡ୍ୟୁଟି କରୁଛନ୍ତି ବସିକି ଗୋଟେ ମଦ ପାଣି ପିଇ ବୁଲୁଛନ୍ତି ଆଉ କଣ। ଆଉ ତାଙ୍କର କୌଣସି ପଦକ୍ଷେପ ନେବାର ନାହିଁ। କୌଣସି ଡିକ୍ଲାରେସନ ନାହିଁ କି ଆମର ସରକାର କୌଣସି ହାଇମାକ୍ସ ଲାଇଟ୍ ଦବା କି କୌଣସି ଉପଚାର କରିବା ଆମ ଗାଁ ପ୍ରତି ତାଙ୍କର କିଛି ପଦକ୍ଷେପ ନେଉନାହାନ୍ତି। ଆଉ କଣ କଣ ଦେଖିଲି ଚଳ ସରକାରଙ୍କୁ ଅଭିଯୋଗ ଆଉ ଧାନ ଆଜ୍ଞା ଗଲା ବର୍ଷ ବି ଆମର ବହୁତ ନଷ୍ଟ ବି କଲେ। କିନ୍ତୁ ମୋ ନିଜର ବି ନଷ୍ଟ କରାହେଇଛି କିନ୍ତୁ ସେ ଆସିକିରି କୋଉଟେ ଫଟୋ ଉଠେଇବା କଣ କରିବା ଡାକିଲେ ଆଗ ଦରକାର ବଟି ଚାହୁଁଛନ୍ତି ଫରେଷ୍ଟ ବାଲା ବଟି ଚାହୁଁଛନ୍ତି ଆମକୁ ବଟି ଦେଲେ ଆମେ ଇଏ କରିବୁ। ଆଉ ଗ୍ରାମବାସୀ ବର୍ତ୍ତମାନ କଣ ଚାହୁଁଛନ୍ତି? ଗ୍ରାମବାସୀ ଚାହୁଁଛନ୍ତି ଯେ ଆମ କେମିତି କୋଉ ଉପାୟରେ ଜୀବନ କାଟିବୁ ସେଇଟା ବିଚାର କରୁଛନ୍ତି। କିନ୍ତୁ ହେଲେ ତାଙ୍କ ପାଇଁ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି। ଆମର ସଦର ମହକୁମା ଠାରୁ 14 ମାଇଲ କିମ୍ବା 15 ମାଇଲ ରାସ୍ତାରେ ଆମେ ରହିଲୁ। ଆମର ଏପଟେ ଜିଲ୍ଲାର ଶେଷ ସୀମା ବ୍ଲକ ର ଶେଷ ସୀମା। ଆମେ କୌଣସି ଉପାୟରେ ଆମେ କୌଣସି ଜୀବନ ବଞ୍ଚେଇବା ଆମର ପଦକ୍ଷେପ ହେଇପାରୁନି କିଛି। କୌଣସି ଉପାୟ ଆମର ନାହିଁ ଏଠି ଆମେ ସଦର ମହକୁମା ଠାରୁ ଦୂରରେ ରହିଲୁ କାହାକୁ ଇଆଡେ ଜିଲ୍ଲା ଅଭିଯୋଗ ମହକୁମା ଠାରୁ ଦୂରରେ ରହିଲୁ। କାହାକୁ ଅଭିଯୋଗ କରୁଛନ୍ତି? ଆମେ ଆଜ୍ଞା ଜିଲ୍ଲା ସ୍ତରରେ ଅଭିଯୋଗ କରିଛୁ ବ୍ଲକ ସ୍ତରରେ ବି ଅଭିଯୋଗ କରିଛୁ। ଏମଏଲଏ ଏମପି ଉଭୟକୁ ବି କରିଛୁ କିନ୍ତୁ ସେ ବି ଦେଖା ଦର୍ଶନ ବି ଦଉନାହାନ୍ତି ଏଠିକି। ଆଉ କଣ ଆଜ୍ଞା କହିବ ଆମ ଜୀବନ ସଙ୍କଟାପନ୍ନ। ତେଣୁ ମିଡିଆ ମାଧ୍ୟମରେ ଆପଣ ସରକାରଙ୍କୁ ହଁ ମିଡିଆ ମାଧ୍ୟମରେ ଆମେ ସରକାରକୁ ଜଣାଉଛୁ ଆଉ କଣ କରିବୁ ଆମେ ତ ଉପାୟ ଆମର କିଛି ନାହିଁ। ହାଇମାକ୍ସ ଲାଇଟ୍ ଆମର ଦରକାର ପ୍ଲସ ଆମର କେମିତି ଜୀବନ ସଙ୍କଟାପନ୍ନ କେମିତି ବଞ୍ଚିବୁ ଆମେ ଏକଥା ବିଚାର କରିପାରୁନୁ ଆମେ କିଛି। କଣ କରୁଛ? ମୋ ନାଁ ସୁଭଦ୍ରା ସାହୁ ଗ୍ରାମ ଚଷା ଘୁଡୁଘୋଡା ଜିଲ୍ଲା ଢେଙ୍କାନାଳ ବ୍ଲକ ହିନ୍ଦଳ। କଣ ଘଟଣା ଘଟିଛି ଏଠି ହାତୀ ଆ କେତେବେଳେ କେମିତି କଣ ହେଲା? ଚାରିଟା ବେଳକୁ ଆମ ଗାଁ କୁ ରାସ୍ତା ଆସି ଏ ବାରିପଟ ଆସିକିରି ଯୋଉ
ହାତୀ ଆସିଥିଲା ତ ସେ ଯାଇଥିଲେ ବାହାର ଆଡେ ଆଉ ବାହାର ଆଡେ ଯାଇଥିଲେ ଆମକୁ ଗୀତାଞ୍ଜଳି ସାହୁ ସେ ଯାଇଥିଲେ ବାହାର ଆଡେ ବାରି ପଛ ପଟିକି ଯାଇଥିଲେ। ତାପରେ ଯୋଉ ଆମେ ଯେମିତି ଜାଣିଲୁ ଘରେ ସେ ନାହାନ୍ତି ବୋଲି ସେଠୁ ଆମେ ଡାକି ଗଲା ପରେ ଦେଖିଲୁ ଯେ ତାକୁ କି ହାତୀ ଯୋଉ ସେ ଖାଲି କହିଛି ମାଲ ମତେ ହାତୀ ମାରିଦେଇଛି ହାତୀ ମାରିଦେଇଛି କହିକିରି ହେତିକି ଆବାଜ ଟା ଆମେ ତାଙ୍କର ଶୁଣିଛୁ ଆଉ ଟୋଟାଲ ଆମେ ତାଙ୍କ ଆବାଜ ଶୁଣିନୁ। ହଁ ହେତେ ଯେତେବେଳେ ତାଙ୍କ ପାହାକୁ ଯେତେବେଳେ ଦବଡିକିରି ଗଲୁ ଦେଖିଲୁ ଯେ ସେ ବେହୁସ ହେଇକିରି ମୁହଁ ମାଡିକିରି ତଳେ ଖସି ପଡିଥିଲେ। ଆମର ବଡ ଯା ଲାଗିବେ। ଆପଣ ମାନେ ସରକାରଙ୍କ ପାଖରେ କଣ ଦାବି କରୁଛନ୍ତି? ଆଉ ସରକାରଙ୍କ ପାଇଁ ଆମେ ଏତିକି ଦାବି କରୁଛୁ ତାଙ୍କ ଛୋଟ ଯୋଉ ଛୁଆ ପୁଅ 2 ଜଣ ଅଛି ତାଙ୍କ କିଛି କ୍ଷତିପୂରଣ ଯୋଉ ବାବଦ କିଛି ଦଉ ତ ଆଉ ଆପଣଙ୍କ ସୁରକ୍ଷା ପାଇଁ କଣ ସୁରକ୍ଷା ପାଇଁ ଦଉଛୁ ଆମ ଗାଁ ରେ କିଛି ସୁବିଧା ନାହିଁ ନେ ଲାଇଟ ସୁବିଧା ନାହିଁ ନେ କି ଯୋଉ ଏଇ ଯୋଉ ସାଇରନ ବାଜୁଛି ସେଇଥିପାଇଁ ଗୋଟେ ଦବା ଦରକାର। କରୁଛ? ମୋ ନାଁ ଅର୍ଚିତା ସାହୁ ମୁଁ ଢେଙ୍କାନାଳ ଜିଲ୍ଲାର ହିନ୍ଦଳ ବ୍ଲକରୁ ସଞ୍ଜପଡା ଗ୍ରାମର ଯୋଉ ସଞ୍ଜପଡା ଗ୍ରାମ ପଞ୍ଚାୟତର ପାଣଘୋଡଗୋଡା ସାହିରୁ କହୁଛି ଚଷା ସାହିରୁ କହୁଛି। କଣ ହାତୀ ଆମ ଗାଁରେ ହାତୀ ଉପଦ୍ରବ ବହୁତ ଭାବରେ ଚାଲିଛି। ଆମ ଗାଁ ରେ ହାତୀ ଫସଲ ନଷ୍ଟ କରୁଛନ୍ତି ମଣିଷ ମାରୁଛନ୍ତି ମାନେ ହାତୀକୁ ଉଡେଇବା ପାଇଁ କିଛି ଉପାୟ ଚିନ୍ତା କରୁଛି। ସରକାର କଣ କରିବେ ସାହାଯ୍ୟ କରିବେ? ସରକାର ଆମ ଗାଁ କୁ କିଛି ଲାଇଟ ଦେବେ ଆଉ ତାପରେ ବି ହାତୀ ଆସିଲେ ଜାଣିପାରିବା ପାଇଁ କିଛି ବ୍ୟବସ୍ଥା କରିବେ। ତାପରେ ଚାଷ ବାସ ରୁ ଯୋଉ ହାତୀ ନଷ୍ଟ କରୁଛନ୍ତି ତା ପାଇଁ କିଛି ବ୍ୟବସ୍ଥା କରିବେ। ତାପରେ ମଣିଷ ଯୋଉ ମାରୁଛନ୍ତି ହାତୀ ପାଇଁ କିଛି ତାର ବ୍ୟବସ୍ଥା କରନ୍ତୁ ଯେମିତି ଗାଁ ଭିତରକୁ ହାତୀ ପଶି ପାରିବେ ନାହିଁ। ଆମେ ଯିବା ଆସିବାରେ ସୁବିଧା ହଉଛି ଟାଟା ଭୂଷଣ ସମସ୍ତେ ଡ୍ୟୁଟି ଯାଉଛନ୍ତି ସେମାନେ କେମିତି ଡ୍ୟୁଟି ଯିବେ। ବହୁତ ଡରି ଡରି ଆମେ ଚଳୁଛୁ ଆଉ ବହୁତ ଡରି ଡରି ଆମେ ଜୀବନକୁ ଯୋଉ ବଞ୍ଚୁଛୁ। ତାପରେ ଆମେ ସେଦିନ ଯୋଉ 4:30 ବେଳକୁ ଦେଖିଲୁ ହାତୀ ଆସିବାର ଆମେ ଜାଣିନୁ ହାତୀ ଆସିଛି ବୋଲି ସେ ଝାଡା ଯାଇଥିଲେ ସେ ଖୁଡି ଲାଗିବେ ଗୀତାଞ୍ଜଳି ସାହୁ ତାଙ୍କର 2ଟି ପୁଅ ଯୋଉ ସେ ଯାଇଥିଲେ ଝାଡା ଯିବା ସମୟରେ ସେ ଜାଣିନାହାନ୍ତି ଯେ ହାତୀ ଆସିଛନ୍ତି। ଆମେ ଏପଟୁ ଡାକିବାରୁ ସେ ଦୌଡି ପଳେଇ ଆସିବେ ହାତୀ ତାକୁ ତେଡି ଆଣିକି ପେଲି ଦେଇଛି। ତାକୁ କଚାଡି ଦେଇଛି। ଆମେ ଯେତେବେଳେ ତାଙ୍କ ପାଟି ଶୁଣିଲୁ ଯେ ମାଲୋ ମରିଗଲି ହାତୀ ମାରିଦେଲା କହିଲା ବେଳକୁ ଆମେ ସବୁ ଦୌଡି ଗଲା ବେଳକୁ ହାତୀ ପଳେଇ ସାରିଲାନି ମାରିକି ପଳେଇ ସାରିଲାନି। ତାପରେ ହାତୀକି ବି ଆମେ ପାଇଲୁନି ଆଉ କାହାର ଜୀବନ ଯାଇଥାଇଥାଏ କଣ ସେତେବେଳେ ବି ଆମେ କିଛି ଜାଣି ପାରିଲୁନି। ତାପରେ ତାକୁ କିଛି କ୍ଷତିପୂରଣ ଦାବି କରାଯାଉଛି ତାକୁ ଛୁଆ 2ଟା ପାଇଁ କିଛି ବ୍ୟବସ୍ଥା କରାଯାଉ।